स्वास्थ्य ପାଇଁ ଲାଭଦାୟକ ଫୁଲକୋବି ନା ବ୍ରୋକଲି? ଆସନ୍ତୁ ଜାଣିବା ସେ ସମ୍ପର୍କରେ। ପରିବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ସତେଜ ପରିବା ଖାଇଲେ ଶରୀର ସୁସ୍ଥ ରହିଥାଏ। ତେବେ ଶୀତ ଦିନେ ପ୍ରାୟତଃ ମାର୍କେଟରେ ସତେଜ ସତେଜ ପରିବା ମିଳିଥାଏ। ସେଥିମଧ୍ୟରୁ କୋବି ପ୍ରାୟତଃ ସମସ୍ତଙ୍କ ପସନ୍ଦ ଥାଏ, କାରଣ ଏହି ଋତୁରେ ଫୁଲକୋବିର ସ୍ୱାଦ ମଧ୍ୟ କିଛି ନିଆରା ଥାଏ। ଆଉ ଯଦି ବଜାରରେ ଫୁଲକୋବି ସହ ବ୍ରୋକଲିକୁ ଏକା ସାଙ୍ଗେ ଦେଖିବାକୁ ମିଳେ, ତେବେ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି ଗ୍ରାହକ କାହାକୁ କିଣିକି ନେବେ। କାରଣ ବ୍ରୋକଲି ଏବଂ ଫୁଲକୋବି ଦେଖିବାକୁ ଏକାପରି। ଏଥିରେ କିଛି ସନ୍ଦେହ ନାହିଁ ଯେ ଫୁଲକୋବି ଏବଂ ବ୍ରୋକଲି ଦୁଇଟା ଯାକ ସ୍ୱାସ୍ଥ୍ୟ ପାଇଁ ହିତକାରକ। ଏହି ଦୁଇଟି ପରିବାରେ କାର୍ବୋହାଇଡ୍ରେଟ୍ କମ୍ ଏବଂ ଆଣ୍ଟି ଅକ୍ସିଡେଣ୍ଟ ଏବଂ ଅନ୍ୟ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ମିଳିଥାଏ। ତେବେ ଖାଉଟି ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି ଯେ ବ୍ରୋକଲି ଏବଂ ଫୁଲକୋବି ମଧ୍ୟରୁ କେଉଁଟା ଅଧିକ ହେଲ୍ଦି। ଆସନ୍ତୁ ଜାଣିବା। ଗୋଟିଏ କପ୍ କଞ୍ଚା ବ୍ରୋକଲିରେ କ୍ୟାଲୋରି 31, ପ୍ରୋଟିନ୍ 2 ଗ୍ରାମ, ଫ୍ୟାଟ୍ 0, କାର୍ବୋହାଇଡ୍ରେଟ୍ 6 ଗ୍ରାମ, ସୁଗାର 2 ଗ୍ରାମ, ସୋଡ଼ିୟମ୍ 29 ମିଲିଗ୍ରାମ। ସେହିପରି ଗୋଟିଏ କପ୍ କଞ୍ଚା ଫୁଲକୋବିରେ କ୍ୟାଲୋରି 27, ପ୍ରୋଟିନ୍ 2 ଗ୍ରାମ, ଫ୍ୟାଟ୍ 0, କାର୍ବୋହାଇଡ୍ରେଟ୍ 5 ଗ୍ରାମ, ସୁଗାର 2 ଗ୍ରାମ, ଫାଇବର 2 ଗ୍ରାମ, ସୋଡ଼ିୟମ୍ 32 ମିଲିଗ୍ରାମ। ଫୁଲକୋବିରେ ଭିଟାମିନ୍ ଏ, ସି ଏବଂ କେ ବ୍ରୋକଲି ଅପେକ୍ଷା କମ୍ ଥାଏ। ଫୁଲକୋବିରେ ବହୁତ କମ୍ ଥାଏ ଭିଟାମିନ୍ ଏ ଏବଂ ଭିଟାମିନ୍ କେ। ଏହା କେବଳ 20% ରହିଥାଏ। ତେବେ ଫୁଲକୋବି ତୁଳନାରେ ବ୍ରୋକଲିରେ ଅଧିକ ପୋଟାସିୟମ୍ ରହିଥାଏ। ବାସ୍ତବରେ ଏହି ଦୁଇଟି ପରିବାରରେ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ, କିନ୍ତୁ ବ୍ରୋକଲି ଆମ ଆଖିର ଜ୍ୟୋତି ପାଇଁ ଖୁବ୍ ଲାଭଦାୟକ। ବ୍ରୋକଲିରେ ଫୁଲକୋବି ଠାରୁ ଅଧିକ ଲାଭ ଦେଉଥିବା ହେଲ୍ଦି ଫ୍ୟାଟ୍ ରହିଥାଏ। ଏଥିସହିତ ବ୍ରୋକଲିରେ ଫାଇବର ଏବଂ ନ୍ୟୁଟ୍ରିସନ୍ ଅଧିକ ଥାଏ।